ସ୍ତ୍ରୀ ନାଁରେ ସ୍ୱାମୀ, ସ୍ତ୍ରୀର ହାତ ହେଲେ ମେହେନ୍ଦି ସ୍ୱାମୀ ନାଁରେ, ସ୍ତ୍ରୀର ଦେହ ହେଲେ ହଳଦୀ ସ୍ୱାମୀ ନାଁରେ, ସ୍ତ୍ରୀର ମଥା ହେଲେ ଓଢ଼ଣା ସ୍ୱାମୀ ନାଁରେ, ସ୍ତ୍ରୀର ସିନ୍ଥି ହେଲେ ସିନ୍ଦୁର ସ୍ୱାମୀ ନାଁରେ, ସ୍ତ୍ରୀର ଗଳା ହେଲେ ମଙ୍ଗଳସୂତ୍ର ସ୍ୱାମୀ ନାଁରେ, ସ୍ତ୍ରୀର ହାତ ହେଲେ ଶଙ୍ଖା ସ୍ୱାମୀ ନାଁରେ, ସ୍ତ୍ରୀର ପାଦ ହେଲେ ଝୁଣ୍ଟିଆ ସ୍ୱାମୀ ନାଁରେ। ତେଣୁ କେବେ ବି ନାରୀଙ୍କୁ ଅସମ୍ମାନ କରନ୍ତୁ ନାହିଁ। ଯଦି ଏହି କଥାରେ ଆପଣ ଏକମତ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ନିଜର ମୂଲ୍ୟବାନ ମତାମତ ଦେବାକୁ ଭୁଲିବେ ନାହିଁ। ଘର ଆଗରେ କେଉଁ ଗଛ ଲଗାଇଲେ କିପରି ଫଳ ମିଳେ ଆସନ୍ତୁ ଜାଣିବା। କଦଳୀ ଗଛ ଘରେ ଲଗାଇଲେ ମାତା ଲକ୍ଷ୍ମୀଙ୍କ କୃପା ମିଳେ, ଧନ ସମ୍ପତ୍ତି ଓ ସମୃଦ୍ଧି ବଢ଼େ। ନଡ଼ିଆ ଗଛ ଘରକୁ ଶୁଭ ଓ ଶାନ୍ତିର ଆଶୀର୍ବାଦ ଦିଏ, ଘରେ ସଦା ଶୁଭ ଶକ୍ତି ବିରାଜ କରେ। ତାଳ ଗଛ ଏହା ଘର ପାଖରେ ଲଗାଇଲେ ବିପଦ ଓ ଝଗଡ଼ା ବଢ଼ିଥାଏ ବୋଲି ମନେ କରାଯାଏ। ତୁଳସୀ ଗଛ ଏହି ଗଛ ଘରକୁ ପବିତ୍ର କରେ, ଶାନ୍ତି ଓ ଧନ ଦେଇଥାଏ। ନିମ୍ବ ଗଛ ଘର ପରିବେଶକୁ ଶୁଦ୍ଧ ଓ ନିରୋଗ ରଖେ, ନକାରାତ୍ମକ ଶକ୍ତିକୁ ଦୂରେଇ ଦିଏ। ତେନ୍ତୁଳି ଗଛ ଏହା ଘର ପାଖରେ ଲଗାଇଲେ ଅଶୁଭ ମନେ କରାଯାଏ, ରୋଗ ଓ କଷ୍ଟ ବଢ଼େ ବୋଲି ବିଶ୍ୱାସ ରହିଛି। କଣ୍ଟା ଗଛ ଏହା ଘରେ ରଖିଲେ ଅଶାନ୍ତି ଓ କଳହ ଜନ୍ମ ନିଏ। ଆମ୍ବ ଗଛ ଏହା ଘରକୁ ଶୁଭ ସମୃଦ୍ଧି ଓ ଧନ ଆଣି ଦେଇଥାଏ। ସାଙ୍ଗମାନେ, ସ୍ତ୍ରୀ କାହାକୁ କୁହନ୍ତି ଏବଂ ସ୍ୱାମୀ କାହାକୁ କୁହନ୍ତି ଆପଣ ଜାଣିଛନ୍ତି କି? ସ୍ତ୍ରୀ ଯିଏକି ସବୁବେଳେ ଟିକିଏ ଟିକିଏ କଥାକୁ ଧରି ବସନ୍ତି ତାଙ୍କୁ ସ୍ତ୍ରୀ କୁହାଯାଏ। ଆଉ ସ୍ୱାମୀ ଯିଏକି ସେହି ଟିକିଏ ଟିକିଏ କଥାକୁ ବୁଝେଇ ବୁଝେଇ ପାଗଳ ହୋଇଯାଆନ୍ତି ତାଙ୍କୁ ସ୍ୱାମୀ କୁହାଯାଏ। କ'ଣ ଠିକ୍ ତ? କଥା ମୋର, ବିଚାର ଆପଣମାନଙ୍କର। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରନ୍ତୁ।